ଶ୍ରୋତାବନ୍ଧୁ ପ୍ରଣାମ। ଜଣେ ଧନୀ ସୌଦାଗର ନିପଟ ଲୋଭୀ ଥାଏ। ଦିନକର ସେ ହାଟ ବ୍ୟବସାୟ ସାରି କାଖରେ ଟଙ୍କା ପୁଟୁଳିକୁ ଧରିଥାଏ। ସନ୍ଧ୍ୟା ସମୟ ପ୍ରାୟତଃ ଆଗମନ, ମନରେ ତାର ଉଦ୍ବେଗ ସୃଷ୍ଟି ହେଉଥାଏ। ଏହି ସମୟରେ ଦଳେ ଡକାୟତ ସୌଦାଗର ପିଛା କରିଥାନ୍ତି। ଏ ଘଟଣା ଜାଣିପାରି ସୌଦାଗର ନିକଟରେ ଥିବା ଘଞ୍ଚ ଜଙ୍ଗଲ ଆଡ଼କୁ ଦୌଡ଼ିଲା। ତାକୁ ରାସ୍ତା କିଛି ଦେଖାଯାଉନଥାଏ। ହଠାତ୍ ଗୋଟିଏ ପୁରୁଣା କୂଅ ଭିତରେ ପଡ଼ିଗଲା। କିନ୍ତୁ ସେ କୂଅ ପାଖରେ ଗୋଟିଏ ବିରାଟ ବଟବୃକ୍ଷର ଚେର କୂଅର ଏପାଖରୁ ସେପାଖକୁ ପଡ଼ିଥାଏ। ତେଣୁ ସୌଦାଗର କୂଅ ଭିତରକୁ ଖସି ନ ଯାଇ ସେ ଚେର ଉପରେ କୂଅର ଅଧାରେ ବସି ରହିଲା। ତାକୁ ଟିକେ ଆଶ୍ୱସ୍ତି ଲାଗିଲା। ସେ ଦୀର୍ଘ ନିଶ୍ୱାସ ଛାଡ଼ିଲା। ବିଚାର କଲା ସେ କେଉଁ ଅବସ୍ଥାରେ ଅଛି। ସେ ଦେଖିଲା ଯେ ଗୋଟିଏ ପୁରୁଣା କୂଅର ଅଧାରେ ଗୋଟିଏ ବରଗଛର ଚେର ଉପରେ ବସିଛି। ସେ ଦୁଇ ପାଖକୁ ଚାହିଁ ଦେଖେ ଗୋଟିଏ ପାଖରେ ଗୋଟିଏ କଳା ମୂଷା ଓ ଅନ୍ୟ ପାଖରେ ଗୋଟିଏ ଧଳା ମୂଷା ସେ ଚେରକୁ ଧୀରେ ଧୀରେ କାଟୁଛନ୍ତି। ଅନୁମାନ ହୁଏ ଏମିତି କିଛି ସମୟ କାଟିଲା ପରେ ଏହି ଚେରଟି କଟିଯିବ। ତେବେ ମୋର ଅବସ୍ଥା କ'ଣ ହେବ? ମୁଁ ତଳେ ପଡ଼ିଯିବି। ପୁନଶ୍ଚ ତଳକୁ ଚାହିଁ ଦେଖେ ତ ଗୋଟିଏ ବିରାଟକାୟ ସର୍ପ ବ୍ରହ୍ମାଣ୍ଡକୁ ଗିଳିଲା ପରି ଆଁ ଫାଡ଼ି ପଡ଼ିଛି। ସେ ସୌଦାଗରକୁ ଦେଖି ପ୍ରବଳ ଉତ୍ସାହରେ ତାଣ୍ଡବ ନୃତ୍ୟ ଆରମ୍ଭ କଲାଣି। ଏ ସମୟରେ ସୌଦାଗର ବିବେକ ବିଚାର ଦ୍ୱାରା ସ୍ଥିର କଲା ଯେ ମୁଁ ଯେତେ ଶୀଘ୍ର ପାରେ ସେତେ ଶୀଘ୍ର ଏ କୂଅରୁ କୌଶଳ କ୍ରମେ ଉଠିଯିବା ଉଚିତ, ନଚେତ୍ ପର ମୁହୂର୍ତ୍ତରେ ପ୍ରାଣ ଚାଲିଯିବ। ଏହି ସମୟରେ ପୁଣି ବିଚାର କରୁଅଛି, ଆଚ୍ଛା ଦେଖିବା ଉପରେ କ'ଣ ଅଛି। ଏହା ଭାବି ଉପରକୁ ଚାହିଁ ଦେଖେ ତ ପୂର୍ବୋକ୍ତ ସେହି ବରଗଛରେ ଗୋଟିଏ ମହୁ ଫେଣା ହୋଇଛି। କିନ୍ତୁ ସେଥିରେ ମାଛି ନାହାନ୍ତି। ଅନେକ ଦିନରୁ ଚାଲି ଯାଇଛନ୍ତି। ହେଲେ ମଧ୍ୟ ସେହି ମହୁ ଫେଣାରୁ ବୁନ୍ଦା ବୁନ୍ଦା ମହୁ ଖସୁଛି। ସେହି ମହୁ ତାରି ସିଧା ଦେଇ ଖସୁଥିବାର ସେ ଲକ୍ଷ୍ୟ କଲା ଏବଂ ସେହି ମହୁର ସ୍ୱାଦ ଚାଖିବା ପାଇଁ ଇଚ୍ଛା କରି ପାଟି ଖୋଲି ଜିଭାକୁ ବାହାର କଲା। ମହୁ ବୁନ୍ଦା ଯେତେବେଳେ ଜିଭାରେ ପଡ଼ିଲା ସେ ସଙ୍ଗେ ସଙ୍ଗେ ଚାଟି ପକାଇଲା ଆଉ ଭାରି ସ୍ୱାଦ ଅନୁଭବ କଲା। ମହୁ ଫେଣାରୁ ମହୁ ଏମିତି ବୁନ୍ଦା ପରେ ବୁନ୍ଦା ଖସୁଥାଏ ଆଉ ସୌଦାଗର ମହୁ ଚାଟୁଥାଏ। ଫଳରେ ପୂର୍ବୋକ୍ତ ବିବେକ ବିଚାର ତାର ଲୋପ ପାଇଗଲା। ସେ ରସନେନ୍ଦ୍ରିୟର ବଶୀଭୂତ ହୋଇଥିବାରୁ ତାର ଅନ୍ତିମ ପରିଣତି କ'ଣ ହୋଇଥିବ ଶ୍ରୋତାବନ୍ଧୁ ଏହା ନିଶ୍ଚିତ ବୁଝିପାରୁଥିବେ। ଏହି କାହାଣୀ ଗୋଟିଏ ବଦ୍ଧ ଜୀବର ମୂଢ଼ତାର ଲକ୍ଷଣ ସହିତ ସମାନ। ଅନାଦି କାଳରୁ ଜୀବ ଅନେକ ଶରୀର ଭ୍ରମଣ କରି କରି ଏହି ମନୁଷ୍ୟ ଶରୀରରେ ବିଶ୍ରାମ କରିପାରିଛି। ସେ ତାର ବିବେକ ବିଚାର ଦ୍ୱାରା କାଳରୂପ ସର୍ପ ମୁଖରୁ ରକ୍ଷା ପାଇବା ନିମିତ୍ତ ପ୍ରଯତ୍ନ କରିବା ଉଚିତ। କାରଣ ସେ ଜାଣୁଛି ଦିନେ ଏହି ଦିନ ଆଉ ରାତି ରୂପକ କଳା ଧଳା ମୂଷା ମୋର ଆୟୁଷକୁ ହରଣ କରୁଛନ୍ତି। କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା, ମନୁଷ୍ୟ ଏହା ଜାଣିବା ପରେ ମଧ୍ୟ ସେ ନିଜ ଜ୍ଞାନେନ୍ଦ୍ରିୟ ମାନଙ୍କର ଯେଉଁ ଅନୁକୂଳ ବିଷୟ ରୂପ, ରସ, ଗନ୍ଧ, ଶବ୍ଦ, ସ୍ପର୍ଶ ଏମାନଙ୍କ ପ୍ରତି ଏତେ ମୋହିତ ହେଇଛି ଯେ ଯାହାଫଳରେ ସେ ପଶୁତୁଲ୍ୟ ବିବେକ ବିଚାର ହୋଇ ଜାଣିଶୁଣି ନିଜର ଅଧୋଗତିକୁ ନିମନ୍ତ୍ରଣ କରୁଛି। ମନୁଷ୍ୟ ଅନ୍ୟର ଦୋଷ ଦେଖିପାରୁଛି କିନ୍ତୁ ନିଜ ଦୋଷ ଦେଖିପାରୁନି। ଦେଖିପାରିଲେ ଅମୃତ ପ୍ରାପ୍ତି। ଯେପରି ଅଗ୍ନିକୁ ଉପଯୋଗ କଲେ ଖାଦ୍ୟ ପ୍ରସ୍ତୁତ ହୁଏ, ଯତ୍ନହୀନ ହେଲେ ପରିଣାମ ଭୟଙ୍କର ହୁଏ। ବସ୍ତୁ ଭୋଗ ହେଲେ ରୋଗ ହୁଏ, କିନ୍ତୁ ତ୍ୟାଗରେ ଶାନ୍ତି ମିଳେ। ଥରେ ଭଗବତ ଉପଲବ୍ଧି ହୋଇଗଲେ ମନୁଷ୍ୟଠାରେ ନମ୍ରତା ପରି ମହତ୍ ଲକ୍ଷଣ ପ୍ରକାଶ ପାଏ। ସେ ସଂସାରକୁ ଚାହେଁ ନାହିଁ, ସଂସାର ତାକୁ ଇଚ୍ଛା କରେ। ଯେପରି ଧ୍ରୁବ ଭଗବାନଙ୍କୁ ଦର୍ଶନ କଲା ପରେ ପୁନଃ ରାଜ୍ୟ ସୁଖ ଇଚ୍ଛା କରିନଥିଲେ, କିନ୍ତୁ ରାଜା ତଥା ରାଜ୍ୟବାସୀ ତାଙ୍କୁ ଚାହିଁଥିଲେ। କାରଣ ଭଗବତ ପ୍ରାପ୍ତ ପୁରୁଷ ଜଗତର କଲ୍ୟାଣ କାରକ ହୋଇଯାନ୍ତି। ମନୁଷ୍ୟର ଜୀବନଚର୍ଯ୍ୟା କେବଳ ଭଗବତ ଅଭିମୁଖେ ହେବା ଉଚିତ। ଶାସ୍ତ୍ରର ଅନୁଶାସନକୁ ସ୍ୱୀକାର କରି କର୍ମ ସମ୍ପାଦନ କରିବା ହିଁ ଭଗବାନଙ୍କର ଆଦେଶ ପାଳନ କରିବା ଅଟେ। ଗୀତାମା କୁହନ୍ତି, ତସ୍ମାତ୍ ଶାସ୍ତ୍ର ପ୍ରମାଣାନ୍ତେ କାର୍ଯ୍ୟ କାର୍ଯ୍ୟୌ ବ୍ୟବସ୍ଥିତ। ଅର୍ଥାତ୍ ମନୁଷ୍ୟର ସମସ୍ତ କର୍ମ ଶାସ୍ତ୍ର ପ୍ରମାଣ ନେଇ କରିବା ଉଚିତ, ଲୋକ ମତରେ କରିବା ଉଚିତ ନୁହେଁ। କାରଣ ସ୍ୱାର୍ଥକୁ ଆଖି ଆଗରେ ରଖି ଅନେକ ମତ ପରମ୍ପରା ପୁରୁଷାନୁକ୍ରମେ ପ୍ରମାଣ ହୋଇଯାଇଥାଏ, ଯାହା ଧର୍ମ ରକ୍ଷାରେ ବିରୁଦ୍ଧ ସୃଷ୍ଟି କରେ। ତାହା କେବେ ଆଦର୍ଶ ପ୍ରମାଣ ନୁହେଁ। ପ୍ରତ୍ୟେକ ମନୁଷ୍ୟ ଆପଣାର ସ୍ୱଭାବ କର୍ମ ଦ୍ୱାରା ଭଗବାନଙ୍କୁ ଅର୍ଚ୍ଚନା କରି ପ୍ରସନ୍ନ କରାଇ ପାରିବେ। ଏ କଥା ଶାସ୍ତ୍ର ସମ୍ମତ ନିଶ୍ଚିତ।